ଆଜ୍ଞା ମୁଁ ଯେତେବେଳେ ଘରକୁ 3 ବଜେ ଆସିଲି ସେ ପୁଅ ଯେ ଖରାପ ହେଇଗଲେ ଡେଭିଡ ଛତ୍ରିଆ ତାଙ୍କ ସହିତ ଆଉ ଗୋଟେ ପିଲା ଯାଇଥିଲେ ବବିନ ବାଗ ବୋଲିକି। ତ 3 ବଜେ ଆମ ଘରକୁ ମେସେଜ ଆସିଲା କି ଏମିତି ଏମିତି ଫୋନ ଆସିଛି ଆଉ ତମେ ଜଲ୍ଦି ବାହାର। ଯେତେବେଳେ ଆମ ତାଙ୍କ ଘର ପାଖକୁ ଗଲୁ ସେମାନେ କହିଲେ କି ଏମିତି ଏମିତି ଫୋନ ଆସିଛି ସୋସପଦରେ ଡେଭିଡ ଛତ୍ରିଆ ଗାଧୋଇବା ପାଇଁ ଉଠିଥିଲେ ସେ ବାହାରି ପାରୁନାହାନ୍ତି। ଆଉ ଜଣେ ପିଲା ଯାଇକି ସ୍ଥାନୀୟ ଜାଗାକୁ ଯାଇକି ଫୋନ କରିଥିଲେ। ଯେତେବେଳେ ଆମ ଘଟଣାସ୍ଥଳକୁ ଗଲୁ ସାର୍ ସନ୍ଧ୍ୟା 7 ବଜା ଯାଏ ଡଙ୍କର ବିଭାଗ ସମସ୍ତେ ପାଣି ବିଭାଗ ଖୋଜିବା ପାଇଁ ଚେଷ୍ଟା କଲେ କିନ୍ତୁ କିଏ ପାଇ ପାରିଲେନି। ଆଗ ଦିନ ଆମେ ଭାବିଲୁ କି ସ୍କୁବା ଡାଇଭର୍ସ ଆସିଲେ ଭଲ ହେଇଥାନ୍ତା। ତ ଆଗ ଦିନ ସ୍କୁବା ଡାଇଭର ଆସିଲାକୁ ସେ 40 ଫୁଟ ଭିତରେ ଥିଲେ, ପାଣି ଭିତରେ ଥିଲେ ସାର୍। ସାର୍ ଡେଡ୍ ବଡି ତ ଡ୍ରାଇଭର ଯେତେବେଳେ ଗଲେ ଘଣ୍ଟେ ଭିତରେ କାଢିଦେଲେ। ଯେହେତୁ ସେ ଏରିଆରେ ରାସ୍ତା ନାହିଁ ଯିବା ଆସିବା କି ନାହିଁ, ଆସିବାଟା ଟିକେ ଲେଟ୍ ହେଲା ଆଉ ଆମକୁ 11 11:30 ହେଇଗଲା। କିନ୍ତୁ ଗୋଟେ ଜିନିଷ ସାର୍ ତାଙ୍କ ପରିବାର ବି କହୁଛନ୍ତି କି ପୁଅର କଣ ହେଲା ଟିକେ ପୋଷ୍ଟମର୍ଟମ ପରେ ଯାହା ଜଣା ପଡିବ ତଦନ୍ତ ହଉ ଆଉ ଟିକେ ଜାଣିବାକୁ ଚାହୁଁଛନ୍ତି ମୃତ୍ୟୁ କାହିଁକି ହେଲା ବୋଲିକି ସେଇଟା ସେମାନେ ଚାହୁଁଛନ୍ତି। ଆଉ ଗୋଟେ ଜିନିଷ ମୁଁ କହିବା ପାଇଁ ଚାହିଁବି ସାର୍ ଆଜି ଡେଟ୍ରେ ଯୋଉ ସୋସିଆଲ ମିଡିଆରେ ଦେଖିକି ବହୁତ ଗୁଡା ଅଜଣା ଯୋଉ ଫୁର୍ଲିଜରନ୍ ଆକୁ ଯୋଉ ଜାଗା କି କୋଉ ବି କଳାହାଣ୍ଡିର ଯୋଉ ୱାଟରଫଲ ମାନେ ଯାଉଛନ୍ତି ଯୋଉଠି ସରକାର କିଛି ସେଫଟି ପ୍ରିକସନ କରିନାହାନ୍ତି, ୟୁବକ ମାନେ ବହୁତ ମାନେ ଏକ୍ସାଇଟେଡ ହେଇକି ଯାଉଛନ୍ତି। ସେଇଟା ନ ହଉ ସାର୍, ମାତା ପିତା ବି ଏଟା ସତର୍କ କରାଯାଉ ସାର୍।